ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 60 ଜଣଙ୍କଠାରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଏହି ଅଘଟଣ ତାମିଲନାଡୁ ତିରୁଭାଲୁର ଜିଲ୍ଲା ପେରିୟାପାଲାୟାମ ସ୍ଥିତ ଏକ ଚିଙ୍ଗୁଡ଼ି କମ୍ପାନୀରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ମଞ୍ଚାନକାରାନାଇ ସ୍ଥିତ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ୟୁନିଟ୍ରେ ଗ୍ୟାସ୍ ଲିକ୍ ହୋଇଛି। ଗ୍ୟାସ୍ ଲିକ୍ର ପ୍ରକୃତ କାରଣ ଜଣାପଡ଼ି ନାହିଁ। କାର୍ଯ୍ୟରେ ନିୟୋଜିତ ଥିବା ଅସାଧିକ ଶ୍ରମିକ ଆମୋନିଆ ଗ୍ୟାସ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ହଠାତ୍ ଗ୍ୟାସ୍ ଲିକ୍ ଯୋଗୁଁ ଫ୍ୟାକ୍ଟ୍ରି ଭିତରେ ଥିବା ଅନେକ ଶ୍ରମିକ ଅଚେତ ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ କମ୍ପାନୀ ପକ୍ଷରୁ ଅଚେତ ଥିବା ସମସ୍ତ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ 7 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଆମୋନିଆ ଗ୍ୟାସ୍ ପ୍ରଭାବରେ 40ରୁ ଅଧିକ ଶ୍ରମିକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି। ଏଥିସହ ଘଟଣାର ତଦନ୍ତ ଜାରି ରହିଛି। ତିରୁବଲ୍ଲୁର ଜିଲ୍ଲା କଲେକ୍ଟର ଏସ୍ କବିତା ୟୁନିଟ୍ରେ ସମ୍ଭାବ୍ୟ ସୁରକ୍ଷା ତ୍ରୁଟି ତଦନ୍ତ କରିବା ପାଇଁ ଏକ ଆନୁଷ୍ଠାନିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର। ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।